ଜୟ ମୁଁ ଧରିଛି ତୁ ଖା ଆଣିକି ଦେଲେ ମୁଁ କହୁଛି ଆମେ ମୋତେ ଟିକେ ଦେ ଚେରିଟା ବାଛିକି ସେ ଖାଇଦେଉଛି। ତାପରେ ଦେଖିପାରୁଥିବେ ସେ ଯାଇଛନ୍ତି କ'ଣ ଦୋକାନକୁ ଆଣିବାକୁ ଯାଇଛନ୍ତି। ଏଠି ଆମେ ଯାଉଛୁ ଜଙ୍ଗଲ ରାସ୍ତାରେ, ବହୁତ ରାସ୍ତା ଖରାପ କିନ୍ତୁ ଜଙ୍ଗଲ ମାନେ ଏରିଆ ବହୁତ ସୁନ୍ଦର। ଏଠି ବହୁତ ଲୋକ ବି ଭୋଜି କରିବା ପାଇଁ ଆସିଛନ୍ତି ଆଉ ଭୋଜି ବହୁତ ଲୋକ କରୁଛନ୍ତି। ରାସ୍ତାକୁ ଅନେଇକି ଚାଲ, ସାଙ୍ଗମାନେ କମେଣ୍ଟ ଜାଣିବେ ଆସିଛନ୍ତି କି ନାହିଁ ବି ଏଇଟା ଜଣେଇବେ। ତ ଆସନ୍ତୁ ଥରେ ଥରେ ଏମିତିକା ଜାଗା ଜଙ୍ଗଲ ଏରିଆ ବୁଲିକି ଯାଆନ୍ତୁ, ଭୋଜି କରିକି ଯାଆନ୍ତୁ। ବାବା ରାସ୍ତାକୁ ଅନେଇକି ଚାଲ। ଭିଡ଼ ତ ଅଧିକା ଥିଲା, ଭକ୍ତି ଭଲ ନୁହଁ, ଠାକୁର ରାଗି ପଳେଇବେ। ରାସ୍ତା ବହୁତ ଖରାପ ହେଲେ ବି ଲୋକ ଆସୁଥିଲେ ଏଇ ଜାଗାକୁ ଦେଖିବା ପାଇଁ। ଦେଖିପାରୁଥିବେ ଏଠି ମୋ ପୁଅ ଜୋତା ଖୋଲିଲା, ଠାକୁର ପାଖକୁ ଯିବା ଜୋତା ଖୋଲ। ଏଠି ତ ମୋ ପୁଅ ଜୋତା ଖୋଲୁଛି ମନ୍ଦିର ଭିତରକୁ ଯିବା ପାଇଁ। ଦେଖିପାରୁଥିବେ ମନ୍ଦିର କେତେ ସୁନ୍ଦର, ଗୋଟେ ଝରଣା ପାହାଡ଼ ଉପରେ ଆସୁଛି ଝରଣା। ଦେଖିପାରୁଥିବେ ମନ୍ଦିର, ଝରଣା ପାଣି ଏତେ ଥଣ୍ଡା ତ କହିବାର କଥା ନାହିଁ। ଏ ଦେଖିପାରୁଥିବେ ପାହାଡ଼ ଏପଟେ ଏଇ ରାସ୍ତା ଦେଇକି ଯାଉଛନ୍ତି ଉପରକୁ। ଆମେ ଛୋଟ ଛୁଆ ଯାଉଛୁ, ଆମେ ଯାଇପାରିବୁନି ପାହାଡ଼ ଉପରେ। ସେମିତି ଝରଣା ଅଛି, ମଠ ଅଛି, ତ ଆମେ ସେ ଉପରକୁ ଯାଇ ହେଉନି। ମନ୍ଦିର ଦେଖିପାରୁଥିବେ ହଁ ସେଠି ବା କଲି ଏଇପଟେ ଯିବା ଆସିବ ଗରମ ମାନେ ଆତ୍ମା ଶାନ୍ତି ହେଇଯିବ। ଏତେ ସୁନ୍ଦର ଜାଗା। ସବୁ ଲୋକମାନେ ଫଟୋ ଉଠେଇବାରେ ବ୍ୟସ୍ତ ଅଛନ୍ତି। ଦେଖିପାରୁଥିବେ ଝରଣା ଉପରୁ ଆସିଛି ପାହାଡ଼ ଉପରୁ, ତ ଆମେ ଯାଇ ହେଉନି ସେ ପାହାଡ଼ ଉପରୁ। କେମିତି ଲାଗିଲା ଜାଗାଟା ପଚାରୁଛି କେମିତି ଲାଗିଲା, ମୋ ସ୍ୱାମୀ କିଛି କହୁନାହାନ୍ତି। ବୁଲିକି ଯେହେତୁ ଏଠି ହୋମ ହୁଏ, ଯଜ୍ଞ ହୁଏ ଏଠି। ରହିଲି।